हेलो ସାଙ୍ଗମାନେ ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଗଞ୍ଜାମ ବ୍ଲଗର୍। ପहिले ଆଜି ଆମର ମାନେ ମୋର ପୁତୁରାର ଜନ୍ମଦିନ ଥିଲା ଆଉ ସେଇଥିପାଇଁ ହେଇଥିଲା ଗୋଟେ ଭୋଜି। ଆଉ ପ୍ରଥମେ ଧରିକି ଯାଇଥିଲୁ ପିଲାକୁ, ଇଏ ହେଉଛି ମୋର ଧର୍ମପତ୍ନୀ, ଇଏ ହେଉଛି ମୋ ପୁତୁରା। ଆକୁ ଧରିକି ଯାଇଥିଲୁ ମନ୍ଦିରକୁ। ଏ ଖଳିକଣ୍ଟାର ଆଜି ହେଉଛି ଫାର୍ଷ୍ଟ ଇୟର୍ ସେଲିବ୍ରେସନ୍। ଆଉ ସେଥିରେ ଭୋଜିରେ କ'ଣ କରାହେଇଥିଲା ନା, ଚିକେନ୍ ପକୋଡ଼ା, ଆପଣ ଦେଖୁଥିବେ ଭେଜ୍ ମସରୁମ୍ ଚିଲ୍ଲି, ଆଉ ତା ସହିତ ପନିର ଚିଲ୍ଲି ଆଉ ଚିକେନ୍ ଚିଲ୍ଲି କରାହେଇଥିଲା। ତ ବର୍ତ୍ତମାନ ଆଇଟମ୍ ଆର୍ଟ ଦେଖିଲେ, ବର୍ତ୍ତମାନ ଡେକୋରେସନ୍ ହେଇଥିଲା, ଅଳ୍ପ ଟିକେ ସଜା ହେଇଥିଲା। ଇଏ ହେଉଛି ଆମ ପିଲା, ଆର ନାଁ ହେଉଛି ଶ୍ରେୟାଂଶ। ତ ଯେଉଁମାନେ ମୋ ଚ୍ୟାନେଲ୍ ଦେଖୁଛନ୍ତି ପ୍ଲିଜ୍ କମେଣ୍ଟ କରନ୍ତୁ ହାପି ବାର୍ଥଡେ ଶ୍ରେୟାଂଶ। ତ ମୁଁ ମୋ ପୁତୁରାକୁ ଆଉ ମୋ ଫ୍ୟାମିଲି ବାଲାକୁ ଦେଖିବି। ଦେଖ ବୋଇଲେ ଆମର ହେଲେ କିଛି ପରିବାର ଲୋକ ଅଛନ୍ତି ଯେଉଁମାନେ କି ମୋ ପିଲାକୁ କହିଛନ୍ତି ହାପି ବାର୍ଥଡେ ବୋଲିକି। ଏଇଟା ଦେଖୁଛନ୍ତି ଭୋଜି, ଇଏ ହେଉଛନ୍ତି ମୋର ବୋଉ, ଇଏ ହେଉଛନ୍ତି ମୋ ଦିଦି, ପ୍ଲସ୍ ଆମ ରିଲେଟିଭ୍ ମାନେ ସମସ୍ତେ ବସି ଭୋଜି ଖାଇକି ଫୁଲ୍ ଏନ୍ଜୟ ଆଉ ମସ୍ତି କରୁଥିଲୁ। ଲାଗିଥିଲା ଏଇଟା ଗୋଟେ ଭୋଜି ତ ନୁହଁ, ଗୋଟେ ଗେଟ୍ ଟୁଗେଦର୍ ଫ୍ୟାମିଲି ମାନଙ୍କ ଭିତରେ ବୋଲି। ତ ଏଇଠି ଯେହେତୁ ମୁଁ କ୍ୟାମେରାରେ କାଢ଼ିକି ଟୁଁ କରୁଛି, ତ ଲୋକମାନେ କହୁଛନ୍ତି ବଡ଼ ବ୍ଲଗର୍ ଭଳିଆ ଲାଗୁଥିବ ବୋଲିକି। କିନ୍ତୁ ମୁଁ ତାଙ୍କୁ ସାବୁତ କରିବା ଚାହୁଁଛି ଆଜି ନହେଲେ କାଲି ହେଲେ ମୁଁ ଗୋଟେ ବ୍ଲଗର୍ ହେବି ବୋଲିକି। ଆଉ ସେଥିପାଇଁ ସପୋର୍ଟ ଦରକାର ଆପଣଙ୍କର। ଆଉ ଯେହେତୁ ମୋର ଚ୍ୟାନେଲ୍ ନାଁ ହେଉଛି ଗଞ୍ଜାମ ବ୍ଲଗର୍, ତ ସ୍ପେସିଆଲି ଆପଣମାନଙ୍କୁ ସମସ୍ତ ରିକ୍ୱେଷ୍ଟ ଯେ ଗଞ୍ଜାମ ବ୍ଲଗର୍ ଚ୍ୟାନେଲ୍ଟା ଟିକେ ବଡ଼ କରିବାକୁ ଚେଷ୍ଟା କରିବେ। ସେଥିପାଇଁ କ'ଣ କରିବେ ନା, ନାଲି ବଟନ୍କୁ ବାଡ଼େଇକି ସବସ୍କ୍ରାଇବ୍ କରିବେ।